ଜୟ ଜଗନ୍ନାଥ। ଆଜି ଭଲ କଥାଟା ମିକୁ ଭାଇ ମନେ ରଖ। ଭଲ କଥା ମନେ ରଖିବା। ଭକ୍ତ ଗୁପ୍ତ ହିଁ ଗୁପ୍ତ। ବର୍ତ୍ତମାନ ପ୍ରକୃତିରେ ଯିଏ ଭକ୍ତ ସେ ସମସ୍ତେ ଲୁକାୟିତ ହେଇକି ଅଛନ୍ତି। ଯେପର୍ଯ୍ୟନ୍ତ ପ୍ରଭୁ ଉଦୟ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ପରିପ୍ରକାଶ ଭକ୍ତବାନ ହେଇପାରିବେ ନାହିଁ। ଆଗରୁ ମଧ୍ୟ ଆମେ କହିଛୁ, ଅନ୍ୟ ଚ୍ୟାନେଲ ମଧ୍ୟ କହିଛୁ, ଆଗ ବିନାଶ ତାପରେ ପ୍ରକାଶ। ଆଉ ଯିଏ କହୁଛନ୍ତି ଇଏ ପ୍ରଭୁ ସେ ଦୃଷ୍ଟିକୁ ସରଣ କରୁନାହାନ୍ତି। ଠିକ ନା ଭୁଲ? ସେ ଥରେ କହିଛି କହିବା ବୁଲିଆ ଜ୍ଞାନ ନୁହଁ କି ଆଖି ତର ଟିଏ ଧ୍ୟାନ। ଆଗ ଦୁଷ୍ଟ ସଂହାର ତାପରେ ଜାଣି ପ୍ରକାଶ। ଆଗ ବିନାଶ ତାପରେ ପ୍ରକାଶ। ପ୍ରଭୁ ପ୍ରକାଶ ନହେଲା ପର୍ଯ୍ୟନ୍ତ ସାରସ୍ୱତ ଭକ୍ତ ପରିପ୍ରକାଶ ହେଇପାରିବେ ନାହିଁ। କାରଣ ଏଇଟା ବିଧିର ବିଧାନ। ବର୍ତ୍ତମାନ ତ ଅନେକ ପ୍ରକାର ଭକ୍ତ ସବୁ ଅଛନ୍ତି। ବୁଝି ହଉଛି? ବର୍ତ୍ତମାନ କିଏ ପୁଅ ପାଇଁକି ଭକ୍ତ, କିଏ ଗାଡି ପାଇଁକି ଭକ୍ତ, କିଏ ପାଞ୍ଚତାଲା ବିଲ୍ଡିଂ କରିବ ଭକ୍ତ, କିଏ ରାତି ରାତିରେ କୋଟିପତି ହେଇଯିବ ଭକ୍ତ, କିଏ ଅମକ ପାଖକୁ ଗଲେ କଳିଯୁଗ ସରିଯିବ, ସବୁ ମରିଯିବେ, ଆମେ କାଳେ ଗଲେ ବଞ୍ଚିଯିବା ଭକ୍ତ ନା ନାଇଁ। ବର୍ତ୍ତମାନ ଏମିତିଆ ଭକ୍ତ। କିନ୍ତୁ ଭକ୍ତ ତ ଭକ୍ତ, ସାଲବେଗ ଭକ୍ତ, ଭକ୍ତ ତ ଭକ୍ତ, କିଏ ସେ ବାହୁଡି ଦାସ ଭକ୍ତ, ଭକ୍ତ ତ ଭକ୍ତ, କିଏ ସେ ଦାସିଆ ବାଉରୀ ଭକ୍ତ, ଭକ୍ତ ତ ଭକ୍ତ ଭୀମ ହୋଇ ସନ୍ତ ଭୀମ ହୋଇ। ଗୋଟାଏ ପ୍ରେମ ଭାବରେ ଭକ୍ତ, ଆଉ ଗୋଟା ହଉଛି କଣ କର୍ମ ଚିନ୍ତନରେ ଭକ୍ତ। ଭୀମ ହୋଇ କହିଲେ କଣ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ଜଗତର ଭୀମ ହୋଇ ଦୁଃଖ ସହିପାରୁନଥିଲେ, କହିଲେ ପ୍ରଭୁ ମୋ ଜୀବନଟା ନର୍କଗାମୀ ହଉ ପଛେ କିନ୍ତୁ ତମେ ଜଗତଟାକୁ ଶୀଘ୍ର ଉଦ୍ଧାର। ବର୍ତ୍ତମାନ ଇଏ ଜଗତ କଥା କିଏ ଚିନ୍ତା କରୁଛି ରେ? ମୁଁ ଭଲେ ରହିବ, ନିଜେ ବଞ୍ଚିଲେ ବାପର ନା ଆଉ। ଗୁରୁ ପରମ୍ପରା ବି ସେଇ ହେଇଗଲାଣି। ଆମେ ବା ଚିନ୍ତା କରୁଛୁ ଯଦି ମାଳିକା ଶାସ୍ତ୍ର ନ ଲେଖିଥାନ୍ତେ ମହାପୁରୁଷ, ଇଏ କୋଉଠି ଛତୁ ଫୁଟିଲା ପରି ଏତେ ଠାକୁର ବାହାରୁଛନ୍ତି। ବୋପା ମାକୁ ଇଆଡେ ପୂଜା କରୁନଥିବା, ବୋପା ମା ଅପୂଜା ବଇଥିବେ, ସିଆଡେ ଗୁରୁ କରିଦେବା, ଲ ବହି ପଢିଯିବା, ପୁଳାଏ ଟଙ୍କା ଦେଇଦବା। କାହିଁକି କଣ ନା ଗୋଟେ ବଡ ଭକ୍ତ, ସିଏ ଗୋଟେ ଅମୁକ ଲୋକ ଦାନ କରେ। କିନ୍ତୁ ବାପାକୁ ସିଆଡେ ପଖାଳ ଭାତ ଆଳୁ ଚକଟା ଦବାଟା ବହୁତ କଷ୍ଟ ହେଇଯାଉଛି, ନେଇକି ବୃଦ୍ଧା ଆଶ୍ରମ ଛାଡି ଦେଇଯାଉଛି। ହଁ କି ନାଇଁ? ଏଇଆ ହଉନି? ଆଗ ଘର ସଫା କର, ତାପରେ ପରକୁ ଦେଖ। ପ୍ରଥମ ପିତା ମାତାଙ୍କୁ କଲ୍ୟାଣ ନେଇକି ତାପରେ ତମ ଆଗକୁ ବାହାର। ଦାଣ୍ଡରେ ଚିତା, ମୁଣ୍ଡରେ ଚିତା, ଅରୁଆ ଖିଆ, ଗେରୁଆ ପିନ୍ଧା, ସେଥିରେ କଣ ମହତ୍ଵ ଅଛି? ଗୁରୁଜନ ଲଘୁଜନ ମାନୁନଥିବି, ବୋପା ମାକୁ ମାନୁନଥିବି, ସିଆଡେ ଯେତେବେଳେ ଗୀତା ଶ୍ଳୋକ ପଢୁଥିବି, ସିଆଡେ ଭାଇ ବୋହୁ ଚୁଟି ଧରିକି ବାଡଉଥିବି। ଏଇଆ ତ କଳିଯୁଗ ରୀତି ଆଉ। ହଉଛି ନା ହଉନି? ଆଉ ଅନେକ ମା ଲୋକ ସ୍ୱାମୀ କି ମାନୁନଥିବେ, ସିଆଡେ ଦେଖିଲା ବେଳକୁ ଗୋଟେ ଗୁରୁ କରିଦେଇଥିବେ, ଲବ ଲବ ହେଇକି ଯାଇକି ହଉ ବାବାଜୀଙ୍କ ପାଠ ତଳେ ପଡି ଯାଉଥିବେ। ଧନ୍ୟ। ଆଉ ଆମେ ଦେଖୁଛୁ ଅନେକ ଅଛନ୍ତି ନିଜ ସ୍ୱାମୀ କି ଛାଡିକି ମଠ ବାଡିକି ରହୁଛନ୍ତି। ଗୋଟେ ଭଲ କଥା ମିକୁ ଭାଇ ମନେ ରଖିଥାଅ, ତମକୁ କହୁଛି, ସ୍ୱାମୀର ବିନାନୁପତିରେ ନାରୀ ଗୁରୁ ଗ୍ରହଣ କରିପାରିବ ନାହିଁ। ଏଇଟା ଆମେ କହୁନି, ତମେ ଶାସ୍ତ୍ର ଦେଖ। କହିଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ,
ସ୍ୱାମୀ ସେବା ନାରୀ ଧର୍ମ, ସ୍ୱାମୀ ସେବା ନାରୀ ଧର୍ମ, ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି, କରୁଥିବ ନିତ୍ୟ କର୍ମ, କରୁଥିବ ନିତ୍ୟ କର୍ମ। ଗୋଟିଏ ମା ଲୋକର ଇଷ୍ଟ ହଉଛି ତା ସ୍ୱାମୀ। ସ୍ୱାମୀ ତାର ଗୁରୁ, ସ୍ୱାମୀ ତାର ପରମ ବାନ୍ଧବ, ସ୍ୱାମୀ 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 ପିତା, ସ୍ୱାମୀ ମାତା। ସାକାରବାଦରେ, ସ୍ଥୂଳବାଦରେ, ସଂସାର ମତରେ ଆମେ ତାଙ୍କୁ ସେବା କରିବାନି। ସିଆଡେ ଗୁରୁ କରିଛେ ବେଲପତ୍ର ତୁଳସୀ ମାଳ ଗୁନ୍ଥିକି ଗୁରୁଙ୍କ ବେକରେ ଗଳେଇବା। ଧନ୍ୟରେ କଳିଯୁଗ ମାନବ। ସେଥିପାଇଁ କହୁଛନ୍ତି କର୍ମକୁ କରି ଆଗୁସାର, ଜ୍ଞାନୀଙ୍କ ବିଚାର। ଛାଡ, ପ୍ରଥମେ ତମ ମାନଙ୍କୁ କହୁଛୁ କର୍ମକୁ ଠିକ କର, ତାପରେ ହରିହରି ହେଲା। ଆଉ ଭକ୍ତ କେବେ ପରିପ୍ରକାଶ ହେବେ, ମହାପୁରୁଷ କଣ କହୁଛନ୍ତି ଆଜି ଆଲୋଚନା କରିବା। କହିଲେ ଗୁପତ ଗୁପତ ହୋଇ ରହିଥିବେ ନିରତରେ ଭକ୍ତ ମୋର, ହେତୁଆ ଚେତୁଆ ଚାହିଁ ରହିଥିବେ ଠିକଣା ବେଳ ନିକର। କହିଲେ ହେତୁଆ ଭକ୍ତ, ଚେତୁଆ ଭକ୍ତ ମାନେ ଠିକଣା ବେଳକୁ ସେ ଚାହିଁକି ରହିଥିବେ। ଆଉ ସେମାନେ ଗୁପତ ହୋଇ ରହିଥିବେ, ସେ ଲୋକଲୋଚନକୁ ଆସୁ ନଥିବେ, ହୀନ ହେଇକି ରହିଥିବେ। ଭକ୍ତ ଲୁଚିଥିବେ ବେଣା ବୁଦା ମୂଳେ, ନର ନ ଜାଣିବେ କେହି, ପ୍ରଭୁ ଦେଲେ ପ୍ରକାଶ ହୋଇବେ 39 ଯେ କହି। ସୁନ୍ଦର କଥା କହିଛନ୍ତି। କହିଲେ ଯେତେବେଳେ ପ୍ରଭୁ ଉଦୟ ହେବେ, ତାପରେ ଏମାନେ ପରିପ୍ରକାଶ ହେବେ। କିଆ ପଡିଥିବେ ବେଣା ବୁଦା ମୂଳେ। ସତରେ କଣ ବେଣା ବୁଦା ମୂଳେ ପଡିଥିବେ? ମାନେ ଲୋକ ତାଙ୍କୁ ସେ ମଳି ମୁଣ୍ଡିଆ ଥିବେ, ଲୋକ ତାଙ୍କୁ ପଚାରୁ। ବୁଝିପାରିଲ ନା? ଭକ୍ତ ମାନେ ମେଳ କରୁଥିବେ ଠିକଣା ବେଳକୁ ଜାଣୁ, ଯୋଗୀ ଯୋଗ ମାୟା ଖପରେ ପଡିବେ ଠିକଣା ବଚନ ମୋର। ହେଲେ ଠାକୁଟା ଠକ ଭକ୍ତ ସବୁ ମେଳି କରୁଥିବେ, ଏ ଠିକଣା ବଚନ ମୋର, ଇଏ ହଉଛି ସତ କଥା ହେଲା। ଯୋଗୀ ଯୋଗ ମାୟା ଖପରେ ପଡିବେ, ଏମାନେ ଯୋଗୀ ଆଉ ଯୋଗ ମାୟାଙ୍କର ଖପରରେ ହେଲା। ଯୋଗୀ ଯୋଗ ମାୟା ଖବର କଣ କରିବେ? ବହୁତ ଜ୍ଞାନ ବଖାଣ କରୁଥିବେ, କିନ୍ତୁ ମା କୋଳରେ ବାପା ପୁଅ ହେଇନଥିବେ। ଏ ଆଖି ଦିଟା ହଉଛି ବଗୁଲିଆ ଆଖି ହେଲା। ଏ ଆଖିକି ଆଗ ପବିତ୍ର କର। ଜଗତରେ ସମସ୍ତଙ୍କୁ ମା ରୂପରେ ଦେଖ, ଜଗତରେ ସମସ୍ତଙ୍କୁ ଭଉଣୀ ରୂପରେ ଦେଖ। ଇଆଡେ ଜ୍ଞାନ ବଖାଣ କରିଦବା, ସିଆଡେ ଗୋଟେ ମା ଲୋକ ଦେଖିଲେ ପାପ କାମନା ଜାଗ୍ରତ କରିଦବ। ନିଆରେ ବିଧାତା ସେ 12 ବର୍ଷ ଦବ, ଶୁଖୁଆ ବୁଡାରେ ତେଣୁ ସେ ଜ୍ଞାନ ବଖାଣିରେ କିଛି ମହତ୍ଵ ନଥାଏ। କହିବା ବୋଲିବା ବାହୁଲ୍ୟ ଅଟଇ ଏଥିରେ କି ପ୍ରୟୋଜନ, ଅନୁଭବ କରି ଗୁପତର ଥିବେ ନିକିତି ଯେ ସମତୁଲ। ପ୍ରକୃତ ଭକ୍ତ ମାନେ ଗୁପତରେ ଥିବେ, ନିକିତି ଯେ ସମତୁଲ ମାନେ ନିକିତି ଓଜନ ସମତୁଲକୁ ଭାରି ହୁଏ ଯିଏ ରହେ ତଳକୁ, ସେ ତଳକୁ ରହିଥିବେ, ତଳ ମୁହାଁଇକି ରହିଥିବେ, ଉପରୁ ମୁହାଁଇବେନି। କେରାନୀ ମାଛ ହେବେନି, ସେମାନେ କଣ ହେବେ? ବାଳିଆ ମାଛ ହେବେ ହେଲା। ବୁଝିପାରିଲ ନା? ବୁଝିପାରିଲ? ସେଇ କଥାକୁ ଠାକୁର ଅଭିରାମ ପ୍ରଶ୍ନ କହିଲେ। ନା ଠାକୁର କହିନାହାନ୍ତି, ଆଉ ଗୋଟେ ଆମ ଗାଁ ଗହଳିରେ କହନ୍ତି, ନିକିତି ଓଜନ ସମତୁଲକୁ ଭାରି ହୁଏ ଯିଏ ରହି ତଳକୁ। ତେଣୁ ଭକ୍ତ ମାନେ ଏମିତି ଗୁପ୍ତ ହେଇକି ରହିଥିବେ। ସେ କେତେ କହିଲେ? 39। 39 ଅଙ୍କରେ କଣ ହେବେ? ପରିପ୍ରକାଶ ହେଲେ 39 ଅଙ୍କ କଣ ନା ସନ 1439 ହେଲା। ମହାପୁରୁଷ କହୁଛନ୍ତି ସେତିକି ବେଳୁ କଣ ହେବେ? ଭକ୍ତ ମାନେ ବାସ୍ତବରେ ଯୋଉମାନେ ସାରସ୍ୱତ ବଛାବଛି ଭକ୍ତ ସେଇମାନେ। ଏ ଆଉ ଆଗକୁ କେତେ ଧୋଇ ଧାଇ ମରୁଡି ବାଡି ଅଛି, ଏ ଘାଟରୁ ଆଗ ବଞ୍ଚନ୍ତୁ, ତାପରେ ଦେଖା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ।
ବୋଲ ଆନନ୍ଦ ଗୋଆ